हे समस्त श्रोता बंधु दैनिक राशिफल आम तो आलोचना करुचे। आज आम सोमवार अगस्ट 4 तारीख अगस्ट 4 तारीख सोमवार विषय कहवा। रविवार कहले सोमवार शुणा टिके आगुर न कहले केमती हो। तेणु मु आज रविवार आपण मानू सोमवार ग्रह चलन ग्रह तिथि उपरे सम्यक धारणा देउछि। हे बंधु, आज अगस्ट 4 तारीख सोमवार कर्कट 20 दिन श्रावण 13 दिन। आज अनुराधा बिछा राशि रे चंद्र आज रहिबे 24 घंटा। मिथुन राशि आज घातवार सिंह कन्या और मकर राशि महिला घात चंद्र। एवं आलोचना करवा मेष राशि कथा। मेषर अधिपति मंगल जातक जदि चंद्र शुभ नथिबे तेबे आज मेष राशि आदौ भल दिन नुहे। शुक्र बुध राहु सहयोग करिवे मेष राशि को। शुक्र बुध राहु सहयोग हाथ बढ़ेबे तथापि भल फल मिलबनी। कारण जातक ग्रह स्थिति यदि भल नहीं ताहले आज मेष राशि बंधु मानू सेमती किसी मजालिया खबर मिलबनी। भोजन रे अतृप्ति, शयन रे भल निद्रा हेबनी। ता छड़ा विभिन्न समय विभिन्न प्रकार बात बाच बेतंडा एभली जुक्ति तर्क रे समय जीव दुख लगे। जीवा वृषभ को। शुक्र अधीन वृष राशि। आज शुक्र वृषपति प्रसन्न अछंती। एणु वृष राशिर समस्त लोक अन्य मानक ठारू आदर ममता और स्नेह पाइबे। उचित कर्म करिवे, कर्म सफल हेबो। सम्मान बंधु अर्थ सुख योग्यता अनुसार कर्म योजना मिलिबो। बढ़िया लाभ हेबो। आउ आय पंथा खोलीज समस्त आय पंथा खोलीज। वृष राशि आज एक भल दिन। मिथुन राशि अगस्ट 4 तारीख सोमवार बुद्धंक शासन शासित मिथुन राशि आज घातवार। आज सोमवार हेतु यही घात अधिक दुख दे पारे। अन्य सब भल उत्तम कर्म योजना हो पारे। व्यवसायी हाथ को नीति धन आसला भली जो मानकर नीति अर्थ प्राप्ति होउथाए सेमानकर आय पंथा बढ़ीजिव। अन्य समस्त हाथ को अर्थ आसिब। बंधु लाभ हेबे। उत्तम भोजन, उत्तम बसन भूषण, उत्तम निद्रा एभली सबकिछि उत्तम 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 रे कटिजिव। किंतु बुध मिथुनर बुधकर चंद्रकर पड़ेनी सोमवार तो मिथुन राशि टिके ये घात प्रतिघात रक्तपात टिके अधिक ही पारे। पीड़ा टिके अधिक ही पारे। देखिबा कर्कट राशि चंद्र प्रिय राशि कर्कट पाई आज खूब शुभ दिन। नानाविध सुख यथा आर्थिक पारिवारिक सामाजिक सुख मिलिब। भोजन शयन खूब आनंददायक हेबो। देवदर्शन हेबो। तापरे सुख मिलिब। बहु दिनरू आशा करथिबा काम, बहु दिनरू खोजुथिबा बंधु को, बहु दिनरू खोजुथिबा अलंकार और नूतन वृत्ति मध्य आज निकट को आसिबो। योग्यता अनुसार वृत्ति व्यवस्था हो जाई पारे। आज कर्कट राशि मध्य भल। केवल मेष कथा कहली। मेषर टिके मंद योजना अच्छी
ମନ୍ଦ ସମୟ ଯିବ। ବାକି ବୃଷ, ମିଥୁନ, କର୍କଟ ପାଇଁ ଆଜି ଭଲ ଦିନ ଗଲା। ସିଂହ ସୂର୍ଯ୍ୟଙ୍କର ଦୟାରୁ ସୁଖ ଓ ଶାନ୍ତି ପାଉଥିବା ରାଶି ସିଂହ। ତେଣୁ ଏହି ସିଂହ ରାଶିର ମହିଳାଙ୍କର ଆଜି ଘାତଚନ୍ଦ୍ର, ଏଣୁ ହାତ କଟିଯାଇପାରେ, କେଉଁ ଜାଗାରେ କ'ଣ କ୍ଷତି ହୋଇଯାଇପାରେ, ରକ୍ତପାତ ହେବାର ସମ୍ଭାବନା ଅଛି। ତେଣୁ ସତର୍କତା ଅବଲମ୍ବନୀୟ। ଆଜି କଳହଚନ୍ଦ୍ର, ଏଣୁ ନୀରବତା ରକ୍ଷା କଲେ ଭଲ ହେବ, ନହେଲେ ବିନା କାରଣରେ ଝଗଡ଼ା ହେବ। ନାନାବିଧ ଶାରୀରିକ ସମସ୍ୟା ଦେଖାଦେବ, ପୁରୁଣା ରୋଗ ମୁଣ୍ଡ ଟେକିବ, ଋଣ ଶତ୍ରୁ ମାନସିକ ପୀଡ଼ା ଦେବେ। ତେଣୁ ଆଜି ସିଂହ ରାଶିର ଆଦୌ ଭଲ ନୁହଁ। ଶାରୀରିକ ଆଉ ମାନସିକ ଦୁଇ ପ୍ରକାର ଯନ୍ତ୍ରଣା ତାଙ୍କୁ ପ୍ରପୀଡ଼ିତ କରିବ। ପାଟି ଖୋଲିଲେ ଝଗଡ଼ା। ସବୁ ଶୁଣନ୍ତୁ, ଚୁପ୍ ରହନ୍ତୁ ଏବଂ ଯଦି ପାରୁଛନ୍ତି ରାମ ରକ୍ଷା ସ୍ତୋତ୍ର କବଚ ପାଠ କରନ୍ତୁ। ସିଂହ ରାଶି ପାଇଁ ଏତିକି। କନ୍ୟା ରାଶିଙ୍କର ବୁଧ ଉଚ୍ଚ। କନ୍ୟା ରାଶିରେ ବୁଧ ଉଚ୍ଚ, ଶୁକ୍ର ନୀଚ। ଏଣୁ କନ୍ୟା ରାଶି ବୁଧଙ୍କର ପ୍ରିୟ ଓ ଶୁକ୍ରଙ୍କର ପ୍ରିୟ ଘର ଅଟେ। ସୋମବାର ହେତୁ ଜଗି ରଖି ବ୍ୟବହାର କରନ୍ତୁ, ବିପଦ ଅଛି। ଆଜି କନ୍ୟା ରାଶି ମହିଳାଙ୍କର ଘାତଚନ୍ଦ୍ର, ଅପବାଦ ବା ଅପମାନ ଭାରି ପୀଡ଼ା ଦେବ। ଏହା ସତ୍ତ୍ୱେ ଭଲ ଅର୍ଥାଗମ ହେବ, ଦୁଃଖ କମ୍, ସୁଖ ବେଶୀ ମିଳିବ। ଏବେ ଆଲୋଚନା କରିବା ତୁଳା ରାଶି। ତୁଳା ରାଶିରେ ରବି ନୀଚ, ଶନି ଉଚ୍ଚ ହେତୁ ଶନିଙ୍କର ଦୟା ବେଶୀ ଥାଏ। ଏହା ଶୁକ୍ରଙ୍କର ନିଜ ଘର। ତୁଳା ରାଶି ପାଇଁ ଆଜି ଖାଲି ମନସ୍ତାପ କରିବାର ଦିନ। ମନ ଖାଲି ବିକଳ ହେବ। ସ୍ନେହ, ମମତା, ଆଦର କରୁଥିବା ଲୋକେ ଏହି ସମସ୍ତ ସୁଖରୁ ବଞ୍ଚିତ କରିବେ। ଅର୍ଥ ଲାଭ ସାମାନ୍ୟ ହେବ, ସମସ୍ତଙ୍କୁ ସନ୍ଦେହ ଲାଗିବ। ତେଣୁ ତୁଳା ରାଶି ପାଇଁ ଏକ ମିଶ୍ରିତ ଦିନ। ବିଛାରେ ଚନ୍ଦ୍ର ଉଚ୍ଚ, ନୁହନ୍ତି ନୀଚ। ବିଛାରେ ଚନ୍ଦ୍ର ନୀଚ। ଆଜି ପୁଣି ଶ୍ରୀଚନ୍ଦ୍ର ଜନ୍ମ ଯଦି ଶୁକ୍ଳ ଅଷ୍ଟମୀ ଠାରୁ କୃଷ୍ଣ ନବମୀ ମଧ୍ୟରେ, ତେବେ ସମସ୍ତ ପ୍ରକାର ସୁଖ, ଆନନ୍ଦ, ଶାନ୍ତି ମିଳିବ, ନହେଲେ ସାମାନ୍ୟ ସୁଖ ମିଳିବ। ଆଜି ଶ୍ରୀଚନ୍ଦ୍ର ବିଛା ରାଶିକୁ ସବୁ ପ୍ରକାର ଆନନ୍ଦ ସୁଖ ମିଳିବା କଥା। ଯେହେତୁ ସେଠାରେ ଚନ୍ଦ୍ର ନୀଚ, ତେଣୁ ଜନ୍ମ ଯଦି ଶୁକ୍ଳ ଅଷ୍ଟମୀ ଠାରୁ କୃଷ୍ଣ ନବମୀ ମଧ୍ୟରେ, ଚନ୍ଦ୍ର ଯଦି କଳାଯୁକ୍ତ, ତାହେଲେ ଶ୍ରୀଚନ୍ଦ୍ରର ସୁଫଳ ଆଜି ବିଛା ରାଶି ପାଇବେ। ଜନ୍ମ ଯଦି କୃଷ୍ଣ ନବମୀ ଠାରୁ ଶୁକ୍ଳ ଅଷ୍ଟମୀ ଭିତରେ, ଏଠି କଳାଶୂନ୍ୟ, ତେଣୁ ସେତେ ଭଲ ଫଳ ହେବନି। ତଥାପି ବିଛା ରାଶିମାନେ ଆଜି ଆନନ୍ଦରେ ସମୟ କାଟିବେ। ଧନୁ ରାଶିର ମାଲିକ ବୃହସ୍ପତି। ବୃହସ୍ପତି ମିଥୁନରେ ଥିବାରୁ ତାହାର ସପ୍ତମ ଦୃଷ୍ଟିରେ ଧନୁ ଅଛି। ଧନୁ ଆଉ ମିଥୁନ ମଧ୍ୟରେ ସମ୍ପର୍କ ଭଲ ନୁହଁ, କାରଣ ମିଥୁନ ହେଉଛି ବୁଧ, ଯିଏକି ବୃହସ୍ପତିଙ୍କର ଶତ୍ରୁ। ମିଥୁନ ଶତ୍ରୁ ଗ୍ରହ ବୁଧର। ତେଣୁ ବୃହସ୍ପତି ମନ ଖୋଲି କଲ୍ୟାଣ କରିପାରୁନାହାନ୍ତି, କାରଣ ସେ ଅଛନ୍ତି ଶତ୍ରୁ ଘରେ। ଆଜି ସବୁ ଥାଇ କିଛି ନଥିଲା ଭଳି ଅସନ୍ତୋଷ ଭାବ ଆସିବ, ଅଶାନ୍ତ ବୋଧ ହେବ, ଖାଦ୍ୟ ରୁଚିକର ହେବନି। ସପ୍ତମ ଦୃଷ୍ଟିରେ ବୃହସ୍ପତିଙ୍କ ସପ୍ତମ ଦୃଷ୍ଟିରେ ଧନୁ ଅଛନ୍ତି, ହେଲେ ଆଜି ପାଇଁ ଧନୁର ସେତେ ଶୁଭ ଦିନ ନୁହେଁ। ମକର ରାଶି ମହିଳାଙ୍କ ପାଇଁ ବଡ଼ ଅଶୁଭ ଦିନ। ଘାତଚନ୍ଦ୍ର, ଶାରୀରିକ ପୀଡ଼ା ହେବ, ରକ୍ତ ବାହାରି ଯାଇପାରେ, ଆଉ ଶାରୀରିକ କ୍ଷୟକ୍ଷତି ଘଟିବ। ଏତିକି ଦୁଃଖ, ଅନ୍ୟ ସବୁ ସୁଖ ମିଳିବ। ଟିକେ ହୁସିଆରରେ ଛୁଞ୍ଚି, ବ୍ଲେଡ୍, ଛୁରୀ, ପନିକିର ବ୍ୟବହାର କରନ୍ତୁ ମହିଳାମାନେ। ସେତିକି ସମ୍ଭାଳି ନେଇଗଲେ ଆଉ ଅସୁବିଧା କିଛି ହେବନି। ଧନ, ମାନ, ସମ୍ମାନ, ଖାଦ୍ୟ, ଶୟନ, ଦେବଦର୍ଶନ, ବନ୍ଧୁପ୍ରୀତି ସବୁକିଛି ମିଳିବ। ଅନ୍ୟ ସବୁ ସୁଖ ମିଳିବ। ମନକୁ ବୁଝାଇ ପାରିଲେ ସବୁ ଦୁଃଖ ବି ସୁଖପ୍ରଦ ହେବ। ଖାଦ୍ୟ, ପେୟ, ବସନ, ଭୂଷଣ, ବନ୍ଧୁ ବାନ୍ଧବ, ସମ୍ବନ୍ଧୀ
ଧନ ରତ୍ନ ସୁଖ ଶାନ୍ତି ତୁମ ଦେହ ଲଗା ହେଇଯିବେ, ସବୁ ସୁଖ ହେବ। ଖାଲି କେଉଁଠି କଟିକାଟି ଯାଇପାରେ ବା ଝୁଣ୍ଟି ପାରନ୍ତି ଇତ୍ୟାଦି। କୁମ୍ଭ ରାଶି, ମକର ରାଶି, ଏ ଦୁଇ ରାଶିଙ୍କର ଅଧିପତି ହେଲେ ଶନି। ମକର ଅପେକ୍ଷା କୁମ୍ଭକୁ ଶନି ବେଶୀ ଆଦର କରନ୍ତି। ଯାହାର ଜନ୍ମଜାତକରେ କୁମ୍ଭରେ ଶନି ଥିବେ, ସେଠି ଶନି ଅତ୍ୟନ୍ତ ସତ୍ସମ୍ପନ୍ନ, ବହୁତ ବଢ଼ିଆ କଲ୍ୟାଣ କରିବେ। ଦେଖିବା କୁମ୍ଭ ରାଶି ଓ ମକର ରାଶି ଏହି ଘର ଶନିଙ୍କର ନିଜର, ମାତ୍ର କୁମ୍ଭ ଶନିଙ୍କର ଅତି ପ୍ରିୟ ଘର। ଜାତକରେ କୁମ୍ଭରେ ଶନି ଥିଲେ ଭଲ। ଆଜି ଉତ୍ତମ କର୍ମ ଯୋଜନା ହେବାର ସୁଯୋଗ ଅଛି। ସବୁ ଦିଗରୁ ଶାନ୍ତି ମିଳିବାର ଆଶା ଅଛି। ଆଜି ଏକ ଶୁଭ ଦିନ। ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ଚେଷ୍ଟା କରନ୍ତୁ। ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ଚେଷ୍ଟା କରନ୍ତୁ। କୁମ୍ଭ ରାଶି ମାନେ ସବୁ ମିଳିଯିବ। ଆଜି ଶନି ପ୍ରସନ୍ନ ଅଛନ୍ତି, ଚନ୍ଦ୍ର ପ୍ରସନ୍ନ ଅଛନ୍ତି, ସବୁ ଗ୍ରହଙ୍କର କଲ୍ୟାଣ ମିଳିବ। ମୀନ ରାଶି, ମୀନ ରାଶିକୁ ଜନ୍ମ ଶନି ଦ୍ୱାଦଶ ରାହୁ ପ୍ରାୟ ଅସହାୟ କରିଦେଇଛନ୍ତି। ମୀନ ରାଶିକୁ ଜନ୍ମ ଶନି ଓ ଦ୍ୱାଦଶ ରାହୁ ପ୍ରାୟ ଅସହାୟ କରିଦେଇଛନ୍ତି। ଶୁକ୍ର ମଙ୍ଗଳ এই দুই গ্রহ আজ দয়া করিবে। ବ୍ୟବହାର ମାର୍ଜିତ ନ କଲେ, ବ୍ୟବହାର ମାର୍ଜିତ ଦରକାର, ବ୍ୟବହାର ମାର୍ଜିତ ନ କଲେ ସମ୍ମାନ ହାନି ହେବ। ତେଣୁ ଯାହା ସହିତ ବ୍ୟବହାର ଯେମିତି କରୁଛନ୍ତି କରନ୍ତୁ, ଯେମିତି ସେ ବ୍ୟକ୍ତି ଖୁସି ହେଉ ଆପଣଙ୍କ ବ୍ୟବହାରରେ। ଭାଇ ପରି ସ୍ନେହ ଆଦର କରିବେ ଆପଣ ସମସ୍ତଙ୍କୁ, ତାହେଲେ ଆପଣଙ୍କୁ ଆଜି ପଡ଼ୋଶୀ ଭାଇ ଭଳି ସ୍ନେହ ଆଦର କରିବେ। ରୋଗ ଋଣ ଶତ୍ରୁଙ୍କର ଦମ୍ଭ ଭାଙ୍ଗିଯିବ। ସାମାନ୍ୟ ଆୟ ହେବ, ମାତ୍ର ବନ୍ଧୁ ସହଯୋଗ ମିଳିବ। କ'ଣ ବୁଝିଲେ? ମୀନ ରାଶିକି ଆଜି ବନ୍ଧୁ ସହଯୋଗ ମିଳିବ। ପଡ଼ୋଶୀମାନେ ଭାଇ ଭଳି ବ୍ୟବହାର କରିବେ। ବ୍ୟବସାୟରେ ସାମାନ୍ୟ ଲାଭ ହେବ ଏବଂ ଶତ୍ରୁ ଋଣ ରୋଗ ଏମାନଙ୍କର ଦମ୍ଭ ଭାଙ୍ଗିଯିବ। ହେଲେ ଆଜି ଯଦି ଆପଣ ମାର୍ଜିତ ବ୍ୟବହାର ନ କରନ୍ତି, ସମସ୍ତଙ୍କ ସହ ମିଠା ମିଠା କଥା ନ କହନ୍ତି, ଉଚିତ ବ୍ୟବହାର ନ କରନ୍ତି, ତାହେଲେ ଏସବୁ ବଦଳିଯିବ। ଅର୍ଥାତ୍ ଆପଣଙ୍କ ହାତରେ ଆଜି ଆପଣଙ୍କ ଭାଗ୍ୟ। ଚେଷ୍ଟା କରନ୍ତୁ, ନିଜେ ଭଲ ହୁଅନ୍ତୁ, ଫଳରେ ଅନ୍ୟମାନେ ଅବଶ୍ୟ ଭଲ ହେବେ। ବନ୍ଧୁ, ଆଜିର ରାଶିଫଳ ଏଠି ରହିଲା। ଆସନ୍ତାକାଲି ମୁଁ କୁଳମଣି ପଣ୍ଡା ଆପଣଙ୍କୁ ଭେଟିବି ଏବଂ କହିଦେଉଛି, ଯଦି ଯୋଗାଯୋଗ ଚାହାନ୍ତି ତାହେଲେ ମୋର ଫୋନ୍ ନମ୍ବର 8093355583। ଆଜି ପାଇଁ ଏତିକି ରହିଲି। ଓମ୍ ନମଃ ଶିବାୟ।